ଆପଣ ମନେ ଥିବ ଦାରା ସିଂ ଘଟଣାରେ ଆପଣ ମଧ୍ୟ ଥିଲେ ବୋଧେ ମୋର ମନେ ପଡୁଛି କୋର୍ଟରେ ଯେତେବେଳେ ଜଜ୍ କୁ ପଚାରିନି ମୁଁ କିନ୍ତୁ ଜଜ୍ କୁ କୌଣସି ସମୟରେ ପଚାରିନି ଯେ ତାକୁ ରିଟାୟାରମେଣ୍ଟ ପରେ ହୁଏତ ଜଜ୍ ମାନେ କହିପାରନ୍ତି ଏଇଠି ଜଣେ ଜଷ୍ଟିସ ଥିଲେ ଜଷ୍ଟିସ ମହେନ୍ଦ୍ର ପ୍ରସାଦ ମୁଁ ତାଙ୍କ ଟାଇଟଲ ରେ ଭୁଲି ଯାଉଛି ଦାରା ସିଂ କୁ ଯିଏ ମୃତ୍ୟୁ ଦଣ୍ଡାଦେଶ ଦେଇଥିଲେ ପରବର୍ତ୍ତୀ ସମୟରେ ଆଜୀବନ କାରାଦଣ୍ଡ ହେଲା ହାଇକୋର୍ଟରେ ଏ କେସରେ ଆପଣ ଦେଖିବେ ସେଠି ଗୋଟେ ବହୁତ ପ୍ରଶ୍ନ ବି ସେ କୋର୍ଟ ରୁମ୍ ଭିତରେ ଚାଲିଥିଲା ଇଏ ଫାଶୀ ପାଇବା ଉଚିତ କି ନୁହେଁ ପରବର୍ତ୍ତୀ ସମୟରେ ହାଇକୋର୍ଟ ଫିଲ୍ କଲେ ନାଇଁ ନାଇଁ ଫାଶୀ ନୁହଁ ଆଜୀବନ କାରାଦଣ୍ଡ କୋଉ କାରଣରୁ ଜଜ୍ ଦେଲେ ତାଙ୍କୁ ଫାଶୀ ଦଣ୍ଡ ଆଉ କୋଉ କାରଣରୁ ଜଜ୍ ଉଠେଇ ଦେଲେ ଏଇଟା ଆମେ ଏପର୍ଯ୍ୟନ୍ତ ଜାଣିନୁ କିନ୍ତୁ ସେଇଥିଲାଗି ମୁଁ କହିଲି ଯେହେତୁ ଦେଶରେ ଏପର୍ଯ୍ୟନ୍ତ ନିର୍ଦ୍ଦିଷ୍ଟ କଲେ ଆପଣ ଏଇଟାକୁ ରେୟାରେଷ୍ଟ ଅଫ ଦି ରେୟାର କ୍ରାଇମ ଦର୍ଶାଇକି ଫାଶୀ ଦଣ୍ଡ ଦେଇପାରିବେ ଏ ପ୍ରକାର କୌଣସି ବିଧିବିଧାନ ବା ନିର୍ଘଣ୍ଟ ହେଇନାହିଁ ସୂଚୀ ତିଆରି ହେଇନାହିଁ ତେଣୁ ବର୍ତ୍ତମାନ ଯଦି ଆପଣ ଗୋଟେ ସିଟିଜେନ ହିସାବରେ ରାଜାରାମ ବାବୁ ପଚରାଯାଏ ଗୋଟେ ନାଗରିକ ହିସାବରେ ଆପଣଙ୍କ ମତରେ କାହାକୁ ଫାଶୀ ଦିଆଯିବା ଦରକାର କାହାକୁ ଫାଶୀ ଦିଆଯିବା ଗୋଟେ ମନେ କରନ୍ତୁ ଇମାଜିନ କରନ୍ତୁ ଗୋଟେ ହିନିୟସ୍ କ୍ରାଇମ ଗୋଟେ ବର୍ବରୋଚିତ ହତ୍ୟାକାଣ୍ଡ ବା ଗୋଟେ ରେପ୍ ନାଇଁ ଆପଣ ଯଦି ଯାହା ପ୍ରଶ୍ନ ପଚାରୁଛନ୍ତି ବୁଝିପାରିଲି ମତେ ଯଦି ସେଇ ଚେୟାରରେ ମୁଁ ଆଜି ବସିଥାନ୍ତି ଜଜ୍ ଭାବରେ ଯଦି ବସିଥାନ୍ତି ଏବଂ ପୁଞ୍ଜିଲାଲ ବିଚାର ମୁଁ ଜଜମେଣ୍ଟ ହେଇଥାନ୍ତା ପୁଞ୍ଜିଲାଲ ଜଜମେଣ୍ଟ ଯଦି ମତେ ଦବାକୁ ପଡୁଥାନ୍ତା ତାହେଲେ ମୁଁ ଆଜି କଣ ତାକୁ ଦେଇଥାନ୍ତି ଆଜୀବନ କାରାଦଣ୍ଡ ନା ଫାଶୀ ଅର୍ଡର କଣ ଦେଇଥାନ୍ତେ ଆପଣ ମୁଁ ହେଇଥିଲେ ମୁଁ ଫାଶୀ ଅର୍ଡର କାହିଁକି ଦେଇଥାନ୍ତେ ଏଇଥିପାଇଁ ଦେଖନ୍ତୁ ସିଏ ଗୋଟେ ଜଘନ୍ୟ କାଣ୍ଡ କରିବା ପାଇଁ ବହୁତ ଯୋଜନା ଆଗରୁ କରିଛି ମୋ ଦୃଷ୍ଟିରେ ଏଇଟାକୁ ଆପଣ ସବଜେକ୍ଟିଭ ଆନାଲିସିସ୍ କହିପାରନ୍ତି ନିଶ୍ଚିତ ଭାବରେ ସବଜେକ୍ଟିଭ ଆନାଲିସିସ୍ ମୋର ବ୍ୟକ୍ତିଗତ ମତ ସିଏ ଗୋଟେ ଜଘନ୍ୟ କାଣ୍ଡ କରିବା ପାଇଁ ଗୋଟେ ପୂର୍ବ ପ୍ରସ୍ତୁତି କରିଛି ପୂର୍ବ ପ୍ରସ୍ତୁତି ପୁଣି ସିଏ ବଡ ମେଟିକୁଲସଲି କରିଛି କେମିତି ଗୋଟେ ବୋମା ତିଆରି ହେଇପାରେ ଏବଂ ସେ ବୋମାକୁ ପାର୍ସଲ କରିକି କେମିତି ପଠା ଯାଇପାରେ ଏବଂ ପାର୍ସଲ କୁ ଖୋଲିଲେ ସେ ବୋମା ଯେ ବିସ୍ଫୋରଣ ହବ ୟାର ଗ୍ୟାରେଣ୍ଟି କିଛି ନାହିଁ ତେଣୁ କଣ କଲେ ଗୋଟେ ପାର୍ସଲ କୁ ଜଣେ ଖୋଲିବାକୁ ଯେତେବେଳେ ଏକ୍ସପେରିମେଣ୍ଟ ବି କରିଛି ଏକ୍ସପେରିମେଣ୍ଟ ବି କରିଛି ତ ଦ୍ୱିତୀୟ କଥା ଏଲଇଡି ଭିତରେ ପୁରେଇ ସେ ଆଗରୁ ଏକ୍ସପେରିମେଣ୍ଟ କରିଛି ଯେ ଯେମିତି ପରମାଣୁ ବୋମା ପରୀକ୍ଷା ହୁଏ ଅସ୍ତ୍ର ପରୀକ୍ଷା ହୁଏ ବ୍ରହ୍ମୋସ ଅଗ୍ନି ପରୀକ୍ଷା ହୁଏ ସେ ବି ପରୀକ୍ଷା କରିଛି ଦ୍ୱିତୀୟ କଥା ସ୍ପର ଅଫ ଦି ମୋମେଣ୍ଟ ରେ ବହୁତ ସମୟରେ ମଣିଷ ଅପରାଧ କରି ବସେ କାହାକୁ କିଏ ହତ୍ୟା କରିଦେଲା ଯାହା କହନ୍ତି ଗୋଟେ ହଠାତ୍ କିନା ରାଗ ଇଏ ଏଇଟା ସେଇଟା ନୁହେଁ ଏ ଘଟଣା ତା ମଧ୍ୟ ନୁହେଁ ଏକରେ ପ୍ରସ୍ତୁତ ଦୁଇରେ ତାର ଯାହାକୁ ଟାର୍ଗେଟ କରିଛି ମାରିବା ପାଇଁ ଆପଣ ଦେଖନ୍ତୁ ସେ ଗୋଟେ ନୂଆ ସଂସାର କରିବାକୁ ଯାଉଛନ୍ତି ସେ ସମୟକୁ ମଧ୍ୟ ବାଛିଛି ବାହାଘରରେ ଅନେକ ଲୋକ ଆସନ୍ତି ଯୋଉମାନଙ୍କ ନିମନ୍ତ୍ରିତ ଅତିଥି ମାନେ ଆସିକିରି ସେମାନେ କିଛି କିଛି ଗିଫ୍ଟ ମଧ୍ୟ ଆଣିଥାନ୍ତି ଆଉ ଇଏ ମଧ୍ୟ ଯାଇଛି ନିଜକୁ ଷଡ଼ଯନ୍ତ୍ର କିଛି କରୁନି ଯାଇଛି ସେଠି ଦେଇଛନ୍ତି ସମସ୍ତେ ଯେମିତି କିଛି କିଛି କିଏ କୋଉଠି କଣ ଗିଫ୍ଟ ଦଉଛନ୍ତି ଇଏ ମଧ୍ୟ ଗୋଟେ ଗିଫ୍ଟ ଦେଇଛନ୍ତି କିନ୍ତୁ ସେଇଟା ଯେ ଗୋଟେ ତା ପରବର୍ତ୍ତୀ ସମୟରେ ଆସିକିରି ପାର୍ସଲ ବୋମା ପଠେଇଛନ୍ତି ତା ପରବର୍ତ୍ତୀ ସମୟରେ ଆସି ପାର୍ସଲ ବୋମା ପଠେଇଛନ୍ତି ଆପଣ ଦେଖନ୍ତୁ କେତେ ମେଟିକୁଲସଲି ସେ ପ୍ଲାନ୍ କରିଛନ୍ତି ପୁଣି ଜଣେଙ୍କୁ ସେ ଟାର୍ଗେଟ କରିନାହାନ୍ତି एकता कौन भावुँ पूरा परिवार को टार्गेट करछंती काहे जो जगह बोमा विस्फोरण हैला तो समस्त परिवार पार्सल बोमा पठे जन को हत्या करबा कहानी होची विरलतम कहानी सारा भारत वर्ष रे पृथ्वी रे एवं कारण कोन एवं गोटे कौन उत्तेजनार बसवर्ती होइकरी से पूरा कोल्ड ब्लडेड मर्डर उत्तेजना बसत से हत्या करि नांती बा बोमा फुटै नांती पॉकेट रे बोमा नहीं फोपाटी दौड़ पड़े से कथा भी से करना उत्तेजना प्रबल से हठात होना कहीं सी कौन चाहते से कॉलेज रे कौन हवा प्रिंसिपल चाहते इत्यादि इत्यादि चाकरी संपर्क मनरे किसी आक्रोश आसी से रूप दबा जाए प्रकार जघन्य कांड कर तेणु ये उत्तेजना प्रबल घटना नुहे ये मेटिकुलसली प्लान्ड एते गुड़िक जीवन जाइए को ओकेजन ने से पुणी व्यवहार कर ये सब को देखिले मो मन मु तो निश्चित कहबी यह फांसी पाइबा उचित से लोक फांसी पाइबा उचित आम जाने राजाराम बाबू जे आगामी दिन रे जो विक्टिम माने जो माने विक्टिम को परिवार
एमाने हाईकोर्ट को जिबे कि नहीं फांसी दंड दबा पाई बा सरकार तरफ अपील करा जिवो कि नहीं कोर्ट रे पुनर्बार जे मां को फांसी दंड दिया जाओ आजीवन कारादंड यथेष्ट नुहे ए संपर्क में आगु को अनेक गुड़े लीगल फाइट हुए तो ही पारे पुंजीलाल भी हाईकोर्ट जाई पारंती किंतु फांसी दंड वर्तमान समय हेनी आजीवन कारादंड हेची एवं आम आलोचनार निर्यास होउची कोन कले फांसी दिया जिवो से संपर्क में कौन निर्दिष्ट मत नाही केवल विरलतम घटना बोली कहा जाउची जो क्षेत्र में फांसी दे जाए क्या विरल घटना बोली कहबा विरलतम घटना बोली कहबा तार कौन निर्दिष्ट रूपरेख नाही। बहुत धन्यवाद राजाराम बाबू आपनकर मतामत पाए। न्यूज रूम रो वीडियो गुडी को देखंतु अधिक रु अधिक संख्या रे लाइक करंतु शेयर करंतु आ आम चैनल न्यूज रूम को सब्सक्राइब करंतु आम भली सांबादिक मानन को उत्साहित करंतु। धन्यवाद नमस्कार।